আজি ରାମ ଆଉ ଚିକି ଦୁହେଁ ମିଶି ଆଳତି କରିବେ। ହଁ ଦର୍ଶକ ବନ୍ଧୁ, ଆଜି ଜେଜେମା ସିଆଙ୍କୁ କହିବେ ରାମ ସହିତ ତୁ ନୁହଁ ସିଆ, କେବଳ ଚିକି ଆଳତି କରିବ। ଆଉ ଏଇଟା ହିଁ ଦେବୀ ମାଙ୍କ ଇଚ୍ଛା, ଆଉ ତୁ ଏଥିରେ ବାଧା ଦେନି। ସେଇଠୁ ସିଆ ମୁହଁ ଶୁକାଇକି ରହିବେ। ଆଉ ସେପଟେ ରାମ ଆଉ ଚିକି ଠାକୁରଙ୍କୁ ଆଳତି କରିବା ଲାଗି ପଡିବେ। ପୁଣି ସିଆ ମନେ ମନେ କହୁଥିବେ କି ତୁ ଯେତେ ଚେଷ୍ଟା କଲେ ବି ଚିକି ମୋଠୁ ତୁ ଜିତି ପାରିବୁନି। କି ତ ପାଗଳ ସ୍ୱାମୀଙ୍କୁ ମୁଁ ଠିକ ହେବାକୁ ଦେବିନି, ଆଉ ଜିତ ମୋର ପକ୍କା। ଆଉ ତୁ ତ ଠାକୁରଙ୍କୁ ପୃଥିବୀପୃଷ୍ଠକୁ ନେଇକି ବି ହାରିବୁ ତୁ ହିଁ। ଆଉ ପୁଣି ସେପଟେ ଚିକି ସିଆ ଆଡକୁ ଅନେଇକି ମନେ ମନେ କହୁଥିବେ କି ଯଦି ଏ ଘରେ ପାଗଳ କିଏ ଅଛି ତାହେଲେ ସେ ଜଣକ ହଉଛୁ ତୁ ରୁହି। ଆଉ ବ୍ୟସ୍ତ ହନି, ତୋର ପରମାନେଣ୍ଟ ଟ୍ରିଟମେଣ୍ଟ କରିବା ପାଇଁ ଏ ଚିକି ମାଇଣ୍ଡ ସେଟ୍ କରିଛି। ଆଉ ଆଜି ହିଁ ମୋ ପ୍ଲାନକୁ ପୁରା କରିବା ପାଇଁ ପଡିବ। ପୁଣି ଠାକୁରଙ୍କୁ ଚିକି କହିବେ ପ୍ରଭୁ, ଦୁନିଆରୁ ପାପ ଆଉ ପାପୀକୁ ବିନାଶ କରିବା ପାଇଁ ଯେମିତି ତମେ ଜନ୍ମ ନେଇଥିଲ ଠିକ ସେମିତି ଆଜି ମୋ ରାମଙ୍କର ଜନ୍ମ। ଆଉ ରୁହିର ମିଛକୁ ଶେଷ କରିବା ପାଇଁ ତାକୁ ମୁଁ ପ୍ରମିସ କରିଛି, ଆଉ ତାଙ୍କୁ ମୁଁ ଠିକ କରିକି ହିଁ ରହିବି। ତ ଦର୍ଶକ ବନ୍ଧୁ, ପ୍ରଭୁ ରାମ କଣ ଚିକିଙ୍କ ମନସ୍କାମନା ପୂର୍ଣ୍ଣ କରିବେ କି? ଯଦି ହଁ, ତାହେଲେ ଆମକୁ କମେଣ୍ଟ କରନ୍ତୁ।